ଗୁରୁ ମହିମାଲିକ। ବନ୍ଧୁମାନେ, ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଶ୍ରାବଣ ମାସ ହେଉଛି ହିନ୍ଦୁ ପଞ୍ଜିକା ଅନୁଯାୟୀ ଚତୁର୍ଥ ମାସ। ବନ୍ଧୁମାନେ ଦେଖନ୍ତୁ, ଦକ୍ଷିଣ ଦ୍ୱାର ସମ୍ମୁଖରେ କେତେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ଏଠି ଅସ୍ଥାୟୀ ହୋଟେଲ ମଧ୍ୟ ତିଆରି ହୋଇଛି। ଦହିବରା ଆଇସ୍କ୍ରିମ୍ ବିକ୍ରି ହେଉଛି। ବନ୍ଧୁମାନେ, ଆଜି ଭିଡ଼ିଓଟି ଟିକେ 8 ମିନିଟ୍ର ଭିଡ଼ିଓ, ଆପଣମାନେ ଶେଷ ଯାଏ ଦେଖନ୍ତୁ ଏବଂ ମନ୍ଦିର କାମ କେତେ ବାଟ ଗଲା ଲାଷ୍ଟରେ ଦେଖିବା। ଏଠି ଦେଖନ୍ତୁ, କାଉଡ଼ିଆ ଭକ୍ତମାନେ ଏଠି କେତେ ପରିମାଣରେ ଆସିକି ଆସ୍ତେ ଆସ୍ତେ ଭିଡ଼ ହେଲାଣି। ବର୍ତ୍ତମାନ ସମୟ 10:30। ଏଠି ବନ୍ଧୁମାନେ ଦେଖନ୍ତୁ, ଏହି ଅସ୍ଥାୟୀ ଦୋକାନ ଗୁଡ଼ିକ ମଧ୍ୟ ଦକ୍ଷିଣ ଦ୍ୱାର ବା ଅଖଣ୍ଡ ଧ୍ୱନି ମନ୍ଦିର ସମ୍ମୁଖରେ ଆପଣମାନେ ଦେଖିପାରିବେ। ଶ୍ରବଣ ନକ୍ଷତ୍ର ପୂର୍ଣ୍ଣିମାରେ ଥିବାରୁ ଏହି ମାସର ନାମ ହେଉଛି ଶ୍ରାବଣ। ଏହା ଦେବଦେବ ମହାଦେବ ଶିବଙ୍କର ଅତି ପ୍ରିୟ ମାସ ବୋଲି ବିଶ୍ୱାସ କରାଯାଏ। ବନ୍ଧୁମାନେ ଦେଖନ୍ତୁ, କେତେ ପରିମାଣର ଆସ୍ତେ ଆସ୍ତେ ଭକ୍ତମାନେ ବଢ଼ିଲେଣି। ଶ୍ରାବଣ ମାସର ପ୍ରଥମ ସୋମବାର ଶିବ ମହାଦେବଙ୍କ ପାଖରେ ଜଳାଭିଷେକ କରି ଜଳ ଲାଗୁ କରି ଆସି ଗାଦି ମନ୍ଦିର ବୁଲିବା ପାଇଁ ଆସିଛନ୍ତି। ଇଏ ହେଉଛି ବର୍ତ୍ତମାନର ସମୟ 10:30। ଇଏ ଦକ୍ଷିଣ ଦ୍ୱାର। ବନ୍ଧୁମାନେ ଦେଖନ୍ତୁ, ଦକ୍ଷିଣ ଦ୍ୱାର ସମ୍ମୁଖର ଇଏ ଆପଣମାନଙ୍କୁ ଚିତ୍ର ଦେଖାଉଛି। ଏଠି ଦେଖନ୍ତୁ, ହୋଟେଲ ପିୟୁଷ, ବିନା ପିଆଜ ରସୁଣ ମିଲ୍ ଆଣ୍ଡ ଟିଫିନ୍ ରେଡ଼ି। ଆପଣମାନେ ଆସିଲେ, ସୋମବାର ଯେଉଁ ପାଣି ଢାଳିବାକୁ ଆସିଲେ, ମହିମା ଗାଦି ବୁଲିବାକୁ ଚାହୁଁଥିଲେ, ଅଖଣ୍ଡ ଧ୍ୱନି ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଦୋକାନଟିଏ ହେଇଛି, ଖାଇବା ହୋଟେଲଟେ। ଏଠି ଦେଖନ୍ତୁ, କେତେ ସୁନ୍ଦର ଭାବରେ ବିନା ପିଆଜ ରସୁଣରେ କେତେ ପ୍ରକାରର ଖାଇବା ଆପଣମାନେ ଖାଇପାରିବେ। ଏଠି ଦେଖନ୍ତୁ, କେତେ ସୁନ୍ଦର ଭାବରେ ହୋଟେଲର ଯେଉଁ କର୍ମଚାରୀମାନେ କେତେ ସୁନ୍ଦର ଭାବରେ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ମୁଁ ଏବେ ଆସି ପହଞ୍ଚିଗଲି। ଇଏ ହେଉଛି ଉତ୍ତର ସିଂହ ଦ୍ୱାର। ଏଇଠି କେତେ ସୁନ୍ଦର ଭାବରେ ମହିମା ଧର୍ମର କିଛି ଫଟୋ ବିକ୍ରି ହେଉଛି ଏବଂ କିଛି ଛୋଟ ପିଲାଙ୍କର ଖେଳଣା ବିକ୍ରି ହେଉଛି। ଶୂନ୍ୟଭାଷୀ ଭେରାଇଟି ଷ୍ଟୋର। ଇଏ ହେଉଛି ଉତ୍ତର ଦିଗର ଦୃଶ୍ୟ। ବନ୍ଧୁମାନେ, ଇଏ ଦେଖନ୍ତୁ, ଏପଟେ ମଧ୍ୟ ସମାନ ଭାବରେ ଇଏ ଉତ୍ତର ଦ୍ୱାର ସମ୍ମୁଖରେ ମହିମା ଗାଦି, ଦକ୍ଷିଣ ପାର୍ଶ୍ୱରେ ଅଖଣ୍ଡ ଜ୍ୟୋତି ମନ୍ଦିର। ଚାଲନ୍ତୁ ବନ୍ଧୁମାନେ, ଆସ୍ତେ ଆସ୍ତେ ମନ୍ଦିରକୁ ଯିବା। ଦେଖନ୍ତୁ, କେତେ ଭିଡ଼ ଆସ୍ତେ ଆସ୍ତେ ଆରମ୍ଭ ହୋଇଗଲାଣି। ବନ୍ଧୁମାନେ, ଏହି ମାସର ମୁଖ୍ୟ ବିଶେଷତା ଗୁଡ଼ିକ ହେଲା ଶିବ ପୂଜା ଓ ସୋମବାର ବ୍ରତ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଅତ୍ୟନ୍ତ ପବିତ୍ର। ଏହି ଦିନମାନଙ୍କରେ ଶିବ ଭକ୍ତମାନେ ଉପବାସ ରହି ଶିବଲିଙ୍ଗକୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିଥାନ୍ତି। ଆଗରେ ଯାଉଛନ୍ତି ବାବା ଧ୍ରୁବାନନ୍ଦ ଦାସ। ଏଠି ବନ୍ଧୁମାନେ ଦେଖନ୍ତୁ, ଗାଦି ଯେଉଁ ମଧ୍ୟାହ୍ନ ନୀତି କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ। ଏଠି ମୁଁ ଆପଣମାନଙ୍କୁ ସମ୍ମୁଖରେ ଦେଖାଉଛି ମହିମା ଗାଦି ମନ୍ଦିର। ବନ୍ଧୁମାନେ ଦେଖନ୍ତୁ, ଏଇଠି କେତେ ସୁନ୍ଦର ଭାବରେ ଏଠି ମଧ୍ୟ ଭକ୍ତମାନେ ଭିଡ଼ କଲେଣି। ଇଏ ହେଉଛି ଗାଦି ମନ୍ଦିରର, ଯେଉଁଠି ଆପଣମାନେ ଆଗରୁ ଯେଉଁ ବାଟ ଦେଇ ଭିତରକୁ ଯାଉଥିଲେ, ବର୍ତ୍ତମାନ ସେହି ସ୍ଥାନରେ ଅଖଣ୍ଡ ବତୀଟିକୁ ରଖାଯାଇଛି। ଏଠି ଦେଖନ୍ତୁ, ବାବା ଧ୍ରୁବାନନ୍ଦ ଦାସ ମନ୍ଦିର ଭିତରକୁ ଏହି ବାଟ ଦେଇ ଭିତରକୁ ଯାଉଛନ୍ତି। ଏଠି କେତେ ଭକ୍ତ ବନ୍ଧୁମାନେ ଦେଖନ୍ତୁ ବନ୍ଧୁମାନେ, କେତେ କାମ ଚାଲିଛି। କେତେ ବଡ଼ ବଡ଼ ସବୁ ମେସିନ୍ ଆସି ମହିମା ଗାଦି ପରିସରରେ ରହିଛି। ଗାଦି କାମ ଜୋରସୋରରେ ବନ୍ଧୁମାନେ ଚାଲିଛି। କେତେ ବଡ଼ ବଡ଼ ମେସିନ୍ ସବୁ ଆସି ଲାଗିଛି, ଆପଣମାନେ ଦେଖନ୍ତୁ। କିଛି ସମୟ ମଧ୍ୟରେ ଆମେ ଦେଖିବା ଗାଦି କାମ କେତେ ବାଟ ଗଲା। ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ଯାଏ ଦେଖନ୍ତୁ। ଏଠି ମଧ୍ୟ କାଉଡ଼ିଆ ଭକ୍ତମାନେ ଆସିଲେଣି। କାଉଡ଼ିଆ ଯାତ୍ରା। ଏହି ମାସରେ ହଜାର ହଜାର ଭକ୍ତ ପବିତ୍ର ନଦୀରୁ ଜଳ ସଂଗ୍ରହ କରି ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଶିବପୀଠମାନଙ୍କରେ ଜଳ ଲାଗି କରିଥାନ୍ତି। ପ୍ରାକୃତିକ ଶୋଭା। ଏହା ବର୍ଷା ଋତୁର ମାସ ହୋଇଥିବାରୁ ଚାରିଆଡ଼େ ସବୁଜିମା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥାଏ। ଏଠି ଦେଖନ୍ତୁ ବନ୍ଧୁମାନେ, କେତେ ସୁନ୍ଦର ଇଏ ଦୃଶ୍ୟ। ଆପଣମାନେ ଦେଖନ୍ତୁ, ଗାଦି କାମ କେତେ ଜୋରସୋରରେ ଚାଲିଛି। ପାଖାପାଖି 1 ବର୍ଷ ହୋଇଗଲାଣି ଗାଦି କାମ ଆରମ୍ଭ ହୋଇଗଲାଣି।
ଏଠି ବନ୍ଧୁମାନେ ଦେଖନ୍ତୁ ଇଏ ହେଉଛି ତୃତୀୟ ବେଢ଼ାର ଭିତରର ଇଏ ଦୃଶ୍ୟ। କେତେ ସବୁ ଘର ସବୁ ପିଲର ଦେଇ ପିଲର ଉଠିଗଲାଣି। ଗାଦି ମନ୍ଦିର ଭିତରେ ମଧ୍ୟ ଜୋରସୋର କାମ ଚାଲିଛି। ଆମେ କିଛି ସମୟ ମଧ୍ୟରେ ଗାଦି କାମ କେତେ ବାଟ ଗଲା ଭିତରେ ଦେଖିବା। ବନ୍ଧୁମାନେ ଦେଖନ୍ତୁ ଏଇ ବାଟ ଦେଇ ଆଗରୁ ଆମେ ଚାଲିକି ଭିତରକୁ ଯାଉଥିଲେ। ବର୍ତ୍ତମାନ ଏହି ସ୍ଥାନଟି ଲୁହାରେ ଗ୍ରିଲ୍ ଦେଇଛନ୍ତି ଏବଂ ଅଖଣ୍ଡ ବତୀଟିକୁ ଭକ୍ତମାନେ ଦର୍ଶନ କରିବା ପାଇଁ ଏହି ବାହାରକୁ ଆଣିଛନ୍ତି ଭାରି। ଏଠି ଦେଖନ୍ତୁ ଅଖଣ୍ଡ ବତୀଟି ପ୍ରଜ୍ୱଳିତ ହୋଇ ଲାଗିଛି। ବନ୍ଧୁମାନେ ଦେଖନ୍ତୁ ଗାଦି ଭିତରର ଇଏ ଦୃଶ୍ୟ। ଗାଦି ଚାରିପଟେ କେତେ ସୁନ୍ଦର ଭାବରେ କାମ ଚାଲିଛି ଏବଂ କେତେ ବଡ଼ ବଡ଼ ମେସିନ୍ ସବୁ ଲାଗିଛି। ଯେହେତୁ ଗାଦି ମନ୍ଦିର କାମ ଚାଲିଛି, କନଷ୍ଟ୍ରକ୍ସନର କାମ ଚାଲିଛି ଜୋରସୋରରେ, ସେଥିପାଇଁ କୌଣସି ପ୍ରକାରର ଭିଡ଼ିଓ ଏବଂ ଫଟୋ ଉଠେଇବା ନିଷେଧ କରାଯାଇଛି। ମୁଁ ବାହାରୁ ଛିଡ଼ା ହେଇକରି এই ଭିଡ଼ିଓ ଗୁଡ଼ିକ କରୁଛି। ବନ୍ଧୁମାନେ ଚାଲନ୍ତୁ ଦେଖିବା ଅଖଣ୍ଡ ଜ୍ୟୋତି ମନ୍ଦିରରେ କେତେ ଭକ୍ତ ଆସିଛନ୍ତି ଏବଂ ଅଖଣ୍ଡ ଜ୍ୟୋତି ମନ୍ଦିରର ପରିସରରେ କେତେ ଭିଡ଼ ହୋଇଛି। ଦେଖନ୍ତୁ ବାବା ଝାଡ଼ୁ କରୁଛନ୍ତି ମଧ୍ୟାହ୍ନ ନୀତି ପାଇଁ। ଏଠି ମଧ୍ୟ ବୋଲବମ୍ ବା କାଉଡ଼ିଆ ଯାତ୍ରାମାନେ ଏଇଠି ମଧ୍ୟ ଆସି ବସିଛନ୍ତି ଏବଂ ଥକା ମେଣ୍ଟଉଛନ୍ତି। ଏଠି ଦେଖନ୍ତୁ ବନ୍ଧୁମାନେ ଇଏ ଅଖଣ୍ଡ ଜ୍ୟୋତି ମନ୍ଦିରର ପରିସର। କିଛି ସମୟ ମଧ୍ୟରେ ଏଠି ଆରମ୍ଭ ହୋଇଯିବ ମଧ୍ୟାହ୍ନ ନୀତି। ଅଲେଖ ମହିମା ଶରଣ ଅଖଣ୍ଡ ଧୁନି ମନ୍ଦିର। ବନ୍ଧୁମାନେ ଦେଖନ୍ତୁ ଇଏ ହେଉଛି ପ୍ରସିଦ୍ଧ କୌପିନଧାରୀ ମହିମା ସମାଜ ଅଖଣ୍ଡ ଜ୍ୟୋତି ମନ୍ଦିର। ଇଏ ହେଉଛି ଆମର ପ୍ରସିଦ୍ଧ ଅଖଣ୍ଡ ଜ୍ୟୋତି ମନ୍ଦିର। ଗୁରୁ ମହିମା ସମାନ ଭାବରେ ଅଖଣ୍ଡ ଜ୍ୟୋତି ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଲାଗି ରହିଛି। ବନ୍ଧୁମାନେ ଚାଲନ୍ତୁ ଯିବା ଦେଖିବା ଯେଉଁ ଦଲକରେ କୌପିନଧାରୀ ମହିମା ସମାଜର କାମ କେତେ ବାଟ ଗଲା। ଯେହେତୁ ପାଖକୁ ଯାଇ ଭିଡ଼ିଓ କରିବା ନିଷେଧ କରାଯାଇଛି, ତେଣୁ ଆପଣମାନଙ୍କୁ ମୁଁ ଅଖଣ୍ଡ ଜ୍ୟୋତି ମନ୍ଦିର ଭିତରୁ ଦେଖାଇ ଦେଉଛି। ଦେଖନ୍ତୁ ସମ୍ମୁଖରେ ଯେଉଁ ବଡ଼ ଢଳେଇ ପଡ଼ିଥିବା ଘରଟି ଅଛି, ଇଏ ହେଉଛି ଭଜନ ମଣ୍ଡପ। ଇଏ ହେଉଛି ଦଲକରେ କାମ ଆରମ୍ଭ ହୋଇଯାଇଛି। ଇଏ ହେଉଛି ଭେକ ମଣ୍ଡପ, ଧୁନି ମଣ୍ଡପ ଏବଂ ବତୀ ମଣ୍ଡପ। ଏହି ତିନୋଟି ମଣ୍ଡପ ଭିତରେ ଜୋରସୋର କାମ ଚାଲିଛି। ଏଠି ଦେଖନ୍ତୁ ପଥର ଗୁଡ଼ିକ ଏବଂ ଇଟା ଗୁଡ଼ିକ ମଧ୍ୟ ଆସି ପହଞ୍ଚିଗଲାଣି। ଆଉ କିଛି ଦିନ ଭିତରେ ଏହି କାମ ଗୁଡ଼ିକ ସବୁ ସମ୍ପୂର୍ଣ୍ଣ କରାଯିବ। ବନ୍ଧୁମାନେ ଭିଡ଼ିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ।